ଯେତେବେଳେ କେହି ଆପଣଙ୍କୁ ବିନା କୌଣସି କାରଣରେ ଅପମାନିତ କରେ, ଯେତେବେଳେ କୌଣସି କଟୁ କଥା, କୌଣସି ଧୋକା କିମ୍ବା କୌଣସି ଅପଶବ୍ଦ ଆପଣଙ୍କ କାନରେ ପହଞ୍ଚେ, ସେତେବେଳେ ଆପଣଙ୍କ ଭିତରେ କ'ଣ ହୁଏ? ସାଧାରଣତଃ ଆମ ପାଖରେ କେବଳ ଦୁଇଟି ରାସ୍ତା ଥାଏ। ପ୍ରଥମ, ଆମେ ତୁରନ୍ତ ପାଲଟା ଜବାବ ଦେଉ। ଆମର କଟୁତା, ଆମର ରାଗ ସାମ୍ନା ଲୋକଙ୍କ ଉପରେ ଉଗାଳି ଦେଉ। ଏବଂ ଦ୍ୱିତୀୟ, ଆମେ ଭୟ କିମ୍ବା ବାଧ୍ୟବାଧକତାରେ ଚୁପ୍ ରହୁ। ସେହି କଟୁତାକୁ ନିଜ ଭିତରେ ଚାପି ରଖୁ, ଅର୍ଥାତ୍ ଗିଳିଦେଉ। ଯେତେବେଳେ ଆପଣ ବିଷ ଓଗାଳନ୍ତି, ସେତେବେଳେ ସମ୍ପର୍କ ଗୁଡ଼ିକ ଜଳିଯାଏ, ପରିବେଶ ଖରାପ ହୋଇଯାଏ। ଏବଂ ଯେତେବେଳେ ଆପଣ ବିଷ ଗିଳନ୍ତି, ସେତେବେଳେ ଭିତରେ ଭିତରେ ଆପଣଙ୍କ ନିଜର ମନ ଅଣନିଶ୍ୱାସୀ ହୋଇପଡ଼େ। ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯାଏ, ଚିନ୍ତା ଏବଂ ଅବସାଦ ଆପଣଙ୍କୁ ଘେରିଯାଏ। ତେବେ ରାସ୍ତା କ'ଣ? କ'ଣ କୌଣସି ତୃତୀୟ ମାର୍ଗ ଅଛି? ହଁ, ଏକ ତୃତୀୟ ରାସ୍ତା ଅଛି ଏବଂ ଏହି ରାସ୍ତା ଆମକୁ ଶିକ୍ଷା ଦିଏ। 1000 ବର୍ଷ ପୁରୁଣା ଏକ ପୌରାଣିକ ଘଟଣା, ଯାହା କେବଳ ଏକ କାହାଣୀ ନୁହେଁ, ବରଂ ମାନବୀୟ ଚେତନାର ସବୁଠାରୁ ବଡ଼ ବ୍ୟବହାରିକ ଦର୍ଶନ, ଭଗବାନ ଶିବଙ୍କ ନୀଳକଣ୍ଠ ହେବା। ଆଜି ଆମେ ବୁଝିବା ଯେ ଶିବ ବିଷ ପିଇ ମଧ୍ୟ ତାକୁ ନିଜ ଭିତରକୁ କାହିଁକି ଓହ୍ଲାଇବାକୁ ଦେଲେ ନାହିଁ ଏବଂ କିପରି ଏହି ଘଟଣା ଆମ ଦୈନନ୍ଦିନ ଜୀବନର ସବୁଠାରୁ ବଡ଼ ସମାଧାନ ହୋଇପାରିବ। ପୌରାଣିକ କଥା ଅନୁସାରେ ଥରେ ଦେବତା ଓ ଅସୁରମାନେ ମିଶି ସମୁଦ୍ର ମନ୍ଥନ କରିଥିଲେ। ଉଦ୍ଦେଶ୍ୟ ଥିଲା ଅମୃତ ପ୍ରାପ୍ତି, ଜୀବନର ଅମରତା ଏବଂ ସୁଖର ସନ୍ଧାନ। କିନ୍ତୁ ସମୁଦ୍ର ମନ୍ଥନ ଏତେ ସହଜ ନଥିଲା। ଯେତେବେଳେ ମନ୍ଥନ ଗଭୀରତାକୁ ଗଲା, ସେତେବେଳେ ଅମୃତ ପୂର୍ବରୁ ଆଉ କିଛି ବାହାରିଲା। ଏକ ଅତ୍ୟନ୍ତ ଭୟଙ୍କର, ବିନାଶକାରୀ ଏବଂ ତୀବ୍ର ବିଷ, ହଳାହଳ। ସେହି ବିଷ ଏତେ ଭୟଙ୍କର ଥିଲା ଯେ ତାହାର ଉତ୍ତାପ ଏବଂ ଧୂଆଁରେ 3 ଲୋକ ଜଳିବାକୁ ଲାଗିଲା। ଦେବ, ଦାନବ, ମାନବ ସମସ୍ତଙ୍କ ପ୍ରାଣ ବିପଦରେ ପଡ଼ିଲା। ସଂସାରରେ ହାହାକାର ପଡ଼ିଗଲା। ଯେଉଁ ଦେବତା ଓ ଅସୁରମାନେ ନିଜ ଭିତରେ ଲଢ଼ୁଥିଲେ, ସେମାନେ ବର୍ତ୍ତମାନ ନିଜ ଜୀବନ ରକ୍ଷା ପାଇଁ ପଳାଇବାକୁ ଲାଗିଲେ। ଯେତେବେଳେ କୌଣସି ଉପାୟ ନ ରହିଲା, ସେତେବେଳେ ସମସ୍ତେ ମହାଦେବଙ୍କ ଶରଣରେ ପହଞ୍ଚିଲେ। ସୃଷ୍ଟି ଡାକ ପକାଇଲା, ହେ ପ୍ରଭୁ, ଏହି ବିନାଶରୁ ଆମକୁ ରକ୍ଷା କରନ୍ତୁ। ମହାଦେବ ଆଖି ଖୋଲିଲେ। ସେ କାହା ଉପରେ ଦୋଷ ଲଗାଇଲେ ନାହିଁ। ସେ ଏହା କହିଲେ ନାହିଁ ଯେ ଏହି ବିଷ ତୁମେ ସୃଷ୍ଟି କରିଛ, ତେଣୁ ତୁମେ ସମ୍ଭାଳ। ସେ ସମ୍ପୂର୍ଣ୍ଣ ସୃଷ୍ଟିର କଲ୍ୟାଣ ପାଇଁ ବିନା କୌଣସି ସ୍ୱାର୍ଥରେ ସେହି ଭୟଙ୍କର ବିଷର ପାତ୍ରକୁ ନିଜ ହାତକୁ ଉଠାଇ ନେଲେ। ବର୍ତ୍ତମାନ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି। ଶିବଙ୍କ ସମ୍ମୁଖରେ ଏକ ଅଦ୍ଭୁତପୂର୍ବ ଦ୍ୱନ୍ଦ୍ୱ ଥିଲା। ଯଦି ଶିବ ସେହି ବିଷକୁ ଓଗାଳି ଦେଇଥାନ୍ତେ, ଯଦି ସେ ତାକୁ ବାହାରକୁ ଫୋପାଡ଼ି ଦେଇଥାନ୍ତେ, ତେବେ ତାହାର ତୀକ୍ଷ୍ଣ ଅଗ୍ନିରେ ସମ୍ପୂର୍ଣ୍ଣ ସୃଷ୍ଟି, ସମସ୍ତ ଜୀବଜନ୍ତୁ ଏବଂ ସମଗ୍ର ବ୍ରହ୍ମାଣ୍ଡ ଭସ୍ମ ହୋଇଯାଇଥାନ୍ତା। ଏବଂ ଯଦି ଶିବ ସେହି ବିଷକୁ ଗିଳି ଦେଇଥାନ୍ତେ, ଯଦି ତାକୁ ନିଜ ପେଟ ବା ଉଦର ଭିତରକୁ ଓହ୍ଲାଇ ଦେଇଥାନ୍ତେ, ତେବେ ତାଙ୍କ ଭିତରେ ଯେତେବେଳେ ସମଗ୍ର ବ୍ରହ୍ମାଣ୍ଡ ବାସ କରେ, ତାହା ଭିତରେ ଭିତରେ ଭସ୍ମ ହୋଇଯାଇଥାନ୍ତା। ବାହାରକୁ ଫୋପାଡ଼ିଥାନ୍ତେ ତ ସଂସାର ନଷ୍ଟ ହୋଇଥାନ୍ତା। ଭିତରକୁ ଓହ୍ଲାଇଥାନ୍ତେ ତ ନିଜର ଅସ୍ତିତ୍ୱ ଏବଂ ଭିତରର ସୃଷ୍ଟି ନଷ୍ଟ ହୋଇଥାନ୍ତା। ତେବେ ଶିବ କ'ଣ କଲେ? ଶିବ ସେହି ବିଷ ପାନ କଲେ, କିନ୍ତୁ ତାକୁ ନିଜ ପେଟ ଭିତରକୁ ଓହ୍ଲାଇବାକୁ ଦେଲେ ନାହିଁ। ସେ ସେହି ହଳାହଳକୁ କେବଳ ନିଜ କଣ୍ଠରେ ଧାରଣ କରିନେଲେ। ବିଷ ଗଳାରେ ହିଁ ଅଟକି ରହିଲା। ତାହାର ପ୍ରଭାବ ଶାନ୍ତ ହୋଇଗଲା ଏବଂ ଶିବ ନୀଳକଣ୍ଠ ଭାବରେ ପରିଚିତ ହେଲେ। ଯୋଗଶାସ୍ତ୍ରରେ ମା ପାର୍ବତୀଙ୍କ ଦ୍ୱାରା ଶିବଙ୍କ କଣ୍ଠକୁ ସ୍ପର୍ଶ କରିବାର ଏକ ଗଭୀର ଅର୍ଥ ରହିଛି। କଣ୍ଠ ସ୍ଥାନରେ ବିଶୁଦ୍ଧି ଚକ୍ର ରହିଥାଏ। ବିଶୁଦ୍ଧିର ଅର୍ଥ ହିଁ ହେଉଛି ଶୁଦ୍ଧ କରିବା। ଯେତେବେଳେ ବିପଦ ଆସିଲା, ସେତେବେଳେ ଶକ୍ତି ମାନେ ମା ପାର୍ବତୀ ଏବଂ ବିବେକ ମାନେ ଭଗବାନ ଶିବର ମେଳରେ ସେହି ବିଷକୁ ସେଠାରେ ଅଟକାଇ ଶୁଦ୍ଧ କରାଗଲା। ନା ତାହା ବାହାରକୁ ଗଲା, ନା ତାହା ଭିତରକୁ ଗଲା, ସେହିଠାରେ ଶାନ୍ତ ହୋଇଗଲା। ବର୍ତ୍ତମାନ ଟିକେ ଭାବନ୍ତୁ ଏବଂ ଏହି ପୌରାଣିକ ଘଟଣାକୁ ଆଜିର ଜୀବନ ସହିତ ତୁଳନା କରି ଦେଖନ୍ତୁ। ଆମ ଜୀବନର ସମୁଦ୍ର ମନ୍ଥନ କ'ଣ? ଆମର ଦୈନନ୍ଦିନ ଜୀବନ,
ଆମର ସମ୍ପର୍କ, ଆମର ଆଶା। ଆମେ ସମସ୍ତେ ସୁଖ, ସଫଳତା ଏବଂ ଶାନ୍ତି ରୂପକ ଅମୃତର ସନ୍ଧାନରେ ଲାଗିଛୁ। କିନ୍ତୁ ଯେତେବେଳେ ଆମେ ଜୀବନର ମନ୍ଥନ କରୁ, ସେତେବେଳେ ପ୍ରାୟତଃ ଅମୃତ ପୂର୍ବରୁ ଆମ ସାମ୍ନାକୁ କଟୁତା, ବିଫଳତା, ଧୋକା, ଅପମାନ ଏବଂ କଟୁ ଶବ୍ଦ ପରି ବିଷ ଆସିଥାଏ। ଯେତେବେଳେ କେହି ଆପଣଙ୍କୁ କଟୁ କଥା କହେ, ସେତେବେଳେ ଆମେ କ'ଣ କରୁ? ଆମେ ବିଷ ଓଗାଳୁ। କିପରି? ଯେତେବେଳେ ଆମେ ରାଗରେ ଆସି ତୁରନ୍ତ ପ୍ରତିକ୍ରିୟା ଦେଉ, ସେତେବେଳେ ଆମେ ବିଷ ଓଗାଳୁଥାଉ। ପରିଣାମ, ଘର ଭାଙ୍ଗିଯାଏ, ସାଙ୍ଗମାନେ ଶତ୍ରୁ ପାଲଟି ଯାଆନ୍ତି ଏବଂ କାର୍ଯ୍ୟସ୍ଥଳର ପରିବେଶ ବିଷାକ୍ତ ହୋଇଯାଏ। ଆମେ ବିଷ ଗିଳୁ। ଯେତେବେଳେ ଆମେ ଭୟ କିମ୍ବା ବାଧ୍ୟ ହୋଇ କଟୁତାକୁ ମନ ଭିତରେ ଲଗାଇ ଦେଉ, ସେତେବେଳେ ଆମେ ବିଷ ଗିଳୁଥାଉ। ଆମେ ଚିନ୍ତା କରୁ, ସେ ମୋ ସହିତ ଏପରି କାହିଁକି କଲେ? ଏହି ବିଷ ଯେତେବେଳେ ପେଟ ଅର୍ଥାତ୍ ହୃଦୟ ବା ମସ୍ତିଷ୍କକୁ ଯାଏ, ସେତେବେଳେ ଏନ୍ଜାଇଟି, ଡିପ୍ରେସନ୍, ହାଇ ବ୍ଲଡ଼ ପ୍ରେସର ଏବଂ ମାନସିକ ରୋଗ ସୃଷ୍ଟି କରେ। ଆମେ ଭିତରେ ଭିତରେ ଜଳୁଥାଉ। ମହାଦେବଙ୍କ ନୀଳକଣ୍ଠ ରୂପ ଆମକୁ ତୃତୀୟ ମାର୍ଗ ଶିଖାଏ, କଣ୍ଠରେ ଧାରଣ କରିବାର ବିଜ୍ଞାନ। କଣ୍ଠରେ ଧାରଣ କରିବାର ବ୍ୟବହାରିକ ଅର୍ଥ କ'ଣ? ପ୍ରଥମ ଚରଣ, ପଜ୍ ବା ବିରତି। ଯେତେବେଳେ କେହି ଆପଣଙ୍କୁ କଟୁ କଥା କହେ, ସେତେବେଳେ ତୁରନ୍ତ ପ୍ରତିକ୍ରିୟା ଦିଅନ୍ତୁ ନାହିଁ। ଶବ୍ଦକୁ କାନରୁ ଶୁଣି କେବଳ ନିଜ କଣ୍ଠ ପର୍ଯ୍ୟନ୍ତ ଆସିବାକୁ ଦିଅନ୍ତୁ। ତାକୁ ନିଜ ହୃଦୟ ପର୍ଯ୍ୟନ୍ତ ଯିବାକୁ ଦିଅନ୍ତୁ ନାହିଁ। ଦ୍ୱିତୀୟ ଚରଣ, ଫିଲ୍ଟର ବା ଶୁଦ୍ଧିକରଣ। କଟୁ କଥାକୁ ବ୍ୟକ୍ତିର ସ୍ୱଭାବ ବୋଲି ବୁଝନ୍ତୁ, ନିଜର ପରିଚୟ ନୁହେଁ। ଚିନ୍ତା କରନ୍ତୁ, ଏହା ତାଙ୍କର ବିଷ, ମୋର ନୁହେଁ। ମୋତେ ଏହାକୁ ନିଜ ଭିତରକୁ ଓହ୍ଲାଇ ନିଜକୁ ଅସୁସ୍ଥ କରିବାର ନାହିଁ। ତୃତୀୟ ଚରଣ, ନାଇଦର ସପ୍ରେସ୍ ନୋର ଏକ୍ସପ୍ରେସ୍, ଅର୍ଥାତ୍ ସଂଯମ। ରାଗ ନା ଅନ୍ୟମାନଙ୍କ ଉପରେ ଓଗାଳିବାର ଅଛି, ନା ନିଜକୁ କୋସିବାର ଅଛି। ସେହି ଶକ୍ତିକୁ କେବଳ ଗ୍ରହଣ କରିବାର ଅଛି ଯେ ହଁ, ଏହା ଏକ କଟୁ ଅଭିଜ୍ଞତା ଥିଲା, କିନ୍ତୁ ମୁଁ ଏହାକୁ ମୋର ଅସ୍ତିତ୍ୱ ନଷ୍ଟ କରିବାକୁ ଦେବି ନାହିଁ। ଯେତେବେଳେ ଆପଣ କଟୁତାକୁ ହୃଦୟକୁ ଓହ୍ଲାଇବାକୁ ଦିଅନ୍ତି ନାହିଁ ଏବଂ କ୍ରୋଧରେ ବାହାରକୁ ମଧ୍ୟ ଓଗାଳନ୍ତି ନାହିଁ, ସେତେବେଳେ ଆପଣଙ୍କ ସହିଷ୍ଣୁତା ଏବଂ ଆପଣଙ୍କ ବିବେକ ବୃଦ୍ଧି ପାଏ। କଟୁତାକୁ ହଜମ କରି ଶାନ୍ତ ହୋଇଯିବା ହିଁ ମଣିଷକୁ ନିଜ ଜୀବନର ଶିବ କରିଥାଏ। ବିଷ କେବଳ ସେଇଟା ନୁହେଁ ଯାହା କୌଣସି ଶିଶିରେ ବନ୍ଦ ଥାଏ କିମ୍ବା ଯାହା ଶରୀରକୁ ମାରିଦିଏ। ପ୍ରକୃତ ବିଷ ସେହି କଟୁତା ଯାହା ମଣିଷର ଚିନ୍ତାଧାରା ଏବଂ ସମ୍ପର୍କକୁ ପ୍ରତିଦିନ ମାରିଦିଏ। ବିଷକୁ ଓଗାଳି ଦେବା ବହୁ ସହଜ। ବିଷକୁ ଗିଳିଦେବା ଏକ ବାଧ୍ୟବାଧକତା। କିନ୍ତୁ ବିଷକୁ ନିଜ ବିବେକ ଦ୍ୱାରା ଅଟକାଇ ଶାନ୍ତ ହୋଇଯିବା, ଏହା ହିଁ ନୀଳକଣ୍ଠ ହେବାର ପ୍ରକୃତ ମାର୍ଗ। ଏବେ ଯେତେବେଳେ ଜୀବନ ଆପଣଙ୍କ ସାମ୍ନାରେ କୌଣସି କଟୁତା କିମ୍ବା ଅପମାନ ଆଣିବ, ସେତେବେଳେ ନିଜକୁ ନିଶ୍ଚୟ ଗୋଟେ ପ୍ରଶ୍ନ ପଚାରିବେ, କ'ଣ ମୋତେ ଏହାକୁ ଓଗାଳି ସବୁକିଛି ଧ୍ୱଂସ କରିବାର ଅଛି, ନା ଗିଳି ନିଜକୁ ଜାଳିବାର ଅଛି, ନା ଶିବଙ୍କ ପରି ଗଳାରେ ଅଟକାଇ ଶାନ୍ତ ହୋଇଯିବାର ଅଛି? ନିଜ ଭିତରର ଶିବକୁ ଚିହ୍ନନ୍ତୁ, ବିଷକୁ ବିବେକ ଦ୍ୱାରା ଶାନ୍ତ କରନ୍ତୁ। ଧନ୍ୟବାଦ।